ସର୍ବପ୍ରଥମେ ମୋର ଖ୍ରୀଷ୍ଟ ପ୍ରେମ ନମସ୍କାର ଜଣା କରେ। ନମସ୍କାର। ଆସନ୍ତୁ ଆମେ ବାକ୍ୟ ଶିଖିବା ପୂର୍ବରୁ ଆମେ ବୋଧେ ପ୍ରାର୍ଥନା କରିବା। ସର୍ବଶକ୍ତିମାନ ପରମେଶ୍ୱର ପ୍ରଭୁ, ତୁମେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଗୁରୁଦାୟିତ୍ୱ ତୁମେ ଚଲାଅ। ପରମେଶ୍ୱର ପ୍ରଭୁ, ଆଜିର ଯେଉଁ ପ୍ରସଙ୍ଗ ରହିଅଛି ଏ ବିଷୟରେ ଆମେ ଆଲୋଚନା କରିବା ପାଇଁ ପରମେଶ୍ୱର ପ୍ରଭୁ ତୁମେ ସାହାଯ୍ୟ କର। ଏବଂ ପରମେଶ୍ୱର ପ୍ରଭୁ ତୁମେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ସହକାରେ ବସିବା ପାଇଁ ତୁମେ ସାହାଯ୍ୟ କର। ଯେହେତୁ ପରମେଶ୍ୱର ଦେଖି ଅଛନ୍ତି, ପରମେଶ୍ୱର ପ୍ରଭୁ ସମସ୍ତଙ୍କୁ ତୁମେ ଆଶୀର୍ବାଦ କର। ପରମେଶ୍ୱର ପ୍ରଭୁ ତୁମେ ହିଁ ମହାପ୍ରଭୁ ବାକ୍ୟ ମାଧ୍ୟମକୁ ପ୍ରଭୁ ମହାପ୍ରଭୁ ତୁମେ ହିଁ ବାକ୍ୟ ଅନୁସାରେ ତୁମେ ପଢ଼ାଇ ନିଅ। ସର୍ବଶକ୍ତିମାନ ପରମେଶ୍ୱର ପ୍ରଭୁ ତୁମେ ଆଜିର ପ୍ରସଙ୍ଗ ଏବଂ ପଦପର୍ବ ଅନୁସାରେ ମହାପ୍ରଭୁ ସମସ୍ତଙ୍କୁ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ସମସ୍ତଙ୍କୁ ପରମେଶ୍ୱର ପ୍ରଭୁ ତୁମେ ସମ୍ପୂର୍ଣ୍ଣ ଭାବରେ ପରମେଶ୍ୱର ପ୍ରଭୁ ଏହି ବାକ୍ୟ ଅନୁସାରେ ଚାଲିବା ପାଇଁ ତୁମେ ସାହାଯ୍ୟ କର। ସମସ୍ତ ପ୍ରାର୍ଥନା ନିବେଦନ ଶୁଣିଅଛ, ଉତ୍ତର ଦେଇଛ ଏବଂ ଧନ୍ୟବାଦ ଦେଇ ସମସ୍ତଙ୍କୁ ତୁମ ଚରଣରେ କି ନାଗରିକ ଯୀଶୁଙ୍କ ନାମରେ ମାଗୁଛି ପିତା। ପ୍ରଭୁଙ୍କ ଲୋକମାନେ ଆମେ ଦେଖୁଛୁ ଯେ ଏହାର ପ୍ରସଙ୍ଗ ଯୀଶୁଖ୍ରୀଷ୍ଟ ଜୀବନ୍ତ ମୁକ୍ତିଦାତା। ଯୀଶୁଖ୍ରୀଷ୍ଟ ଜୀବନ୍ତ ମୁକ୍ତିଦାତା। ତ ଆସ ଆମେ ଦେଖୁଛୁ ଯେ ଯୀଶୁଖ୍ରୀଷ୍ଟ ଜୀବନ୍ତ ମୁକ୍ତିଦାତା। ଏପିସି 1 ତାର 3 ପଦରୁ 12 ପଦ ଯାହା ଲେଖାଯାଏ। ତ ଏ ବିଷୟ ମଧ୍ୟ ଦେଖୁଛୁ ଯେ ତାର ପଦପର୍ବ ରହିଅଛି ଏବଂ ପ୍ରସଙ୍ଗ ଅଛି ଯୀଶୁଖ୍ରୀଷ୍ଟ ଜୀବନ୍ତ ମୁକ୍ତିଦାତା। ତ ଆମେ ଦେଖୁଛୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେ ଆମ ଜୀବନକୁ ମୁକ୍ତ କରିଅଛନ୍ତି। ତ ଆମ ଜୀବନକୁ ସେ ମାନେ ବଞ୍ଚେଇଛନ୍ତି। ଆମେ ଦେଖୁଛୁ ଯେ ପ୍ରଥମ ବିଷୟ ହେଉଛି ଯେ ପାପର ମୁକ୍ତି। ଏ ପାପର ମୁକ୍ତି ଯାହା ଲେଖାଯାଇଛି ମତ୍ତେୟ 1 ତାର 21 ପଦରେ ଲେଖାଯାଏ, ସେ ଏକ ପୁତ୍ର ପ୍ରସବ କରିବେ ଓ ତୁମେ ତାଙ୍କ ନାମ ଯୀଶୁ ରଖିବ, କାରଣ ସେ ନିଜ ଲୋକମାନଙ୍କୁ ସେମାନଙ୍କ ପାପରୁ ଉଦ୍ଧାର କରିବେ। ତମେ ପୁତ୍ର ପ୍ରସବ କରିବ, ତୁମେ ତାଙ୍କ ନାମ ଯୀଶୁ ଦେବ ଏବଂ ସେ ଯୀଶୁ ନାମର ଅର୍ଥ ହେଉଛି ତ୍ରାଣକର୍ତ୍ତା। ତ ସେଥିପାଇଁ ଆମେ ଦେଖୁଛୁ ଯେ ପ୍ରଥମ ବିଷୟ ହେଉଛି ପାପର ମୁକ୍ତି। ତ ପାପର ମୁକ୍ତି ହେଉଛି ଯେ ପ୍ରସବ କରିବେ ଏବଂ ସେ ଆମକୁ ତ୍ରାଣ କରିବେ ଏବଂ ତାଙ୍କ ନାମ ଯୀଶୁ ହେବ। ତ ଦ୍ୱିତୀୟ ବିଷୟ ହେଉଛି ସେ ମୃତ୍ୟୁଞ୍ଜୟୀ ଓ ଜୀବନ୍ତ। ସେ ମୃତ୍ୟୁଞ୍ଜୟୀ ଏବଂ ଜୀବନ୍ତ। ଏ ବିଷୟ ଦେଖୁଛୁ ଯେ ପ୍ରକାଶିତ ବାକ୍ୟ 1 ପର୍ବ ତାର 18 ପଦରେ ଲେଖାଯାଏ, ମୁଁ ସେଇ ଜୀବନ୍ତ ପୁରୁଷ, ମୁଁ ମୃତ ହୋଇଥିଲି, ମାତ୍ର ଦେଖ ମୁଁ ଯୁଗେ ଯୁଗେ ଜୀବିତ। ସେଥିପାଇଁ ଦେଖୁଛୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେ ଆମର ପ୍ରସଙ୍ଗ ଅନୁସାରେ ଯୀଶୁଖ୍ରୀଷ୍ଟ ଜୀବନ୍ତ ମୁକ୍ତିଦାତା ଏବଂ ମୁଁ ମୃତ ହୋଇଥିଲି, ମାତ୍ର ଦେଖ ମୁଁ ଯୁଗେ ଯୁଗେ ଜୀବିତ। ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ମୃତ ହୋଇଥିଲେ ସତ, କିନ୍ତୁ ଆମ ପାଇଁ ବୋଲି ସେ ମୃତ ହୋଇଥିଲେ ଏବଂ ପୁନର୍ଜୀବିତ ହେଲେ ଏବଂ ସେ ଯୁଗେ ଯୁଗେ ମାନେ ଜୀବିତ ଅଛନ୍ତି। ତ ଆଉ ତୃତୀୟ ବିଷୟ ଦେଖୁଛୁ ଯେ ଏକମାତ୍ର ମୁକ୍ତିର ମାର୍ଗ। ମାତ୍ର ମୁକ୍ତିର ମାର୍ଗ ଦେଖୁଛୁ ଯେ ଯୋହନ 14 ତାର 6 ପଦରେ ଲେଖାଯାଏ, ଯୀଶୁ ତାହାଙ୍କୁ କହିଲେ, ମୋ ପଥ ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରିବ ନାହିଁ। ଆମେ ଦେଖୁଛୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ ପଥ ଏବଂ ସେ ହିଁ ସତ୍ୟ, ମାନେ ତାଙ୍କରି ବାଟ ହିଁ ସତ୍ୟ ଏବଂ ସେ ହିଁ ଜୀବନ। ଚତୁର୍ଥ ବିଷୟ ହେଉଛି ଅନନ୍ତ ଜୀବନର ପ୍ରତିଶ୍ରୁତି। ଅନନ୍ତ ଜୀବନର ପ୍ରତିଶ୍ରୁତି ଆମେ ଦେଖୁଛୁ ଯେ ଚତୁର୍ଥ ବିଷୟ ଯୋହନ 3 ତାର 16 ପଦରେ ଲେଖାଯାଏ, ସେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଯେ କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ। ତ ଅନନ୍ତ ଜୀବନ ପାଇବା ପାଇଁ ହେଲେ ଯିଏକି ପରମେଶ୍ୱର ବା ଈଶ୍ୱର ଯେ ଜଗତକୁ ପ୍ରେମ କଲେ ଏବଂ ସେ ଆମମାନଙ୍କୁ ଏତେ ପ୍ରେମ କଲେ, ଏଡ଼େ ପ୍ରେମ କଲେ ଆମେ ଆଉ ମାପି ପାରିବା ନାହିଁ। ତ ସେ କ'ଣ କଲେ, ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ ଏବଂ ସେ କ'ଣ କଲେ, ଜଗତକୁ ଆସି ସେ ଆମକୁ ଉଦ୍ଧାର, ଯିଏ କେହି ତାଙ୍କଠାରେ ବିଶ୍ୱାସ କରେ। ଆଉ ଯିଏକି ତାଙ୍କଠାରେ ବିଶ୍ୱାସ କରେ ସେ ମାନେ ସେ କ'ଣ ନା ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପାଇବ। ସେଥିପାଇଁ ଯୀଶୁଖ୍ରୀଷ୍ଟ ଜୀବନ୍ତ ମୁକ୍ତିଦାତା। ମୁକ୍ତି ନିମନ୍ତେ ସେ ପୁନର୍ଜୀବିତ ଅଛନ୍ତି ଏବଂ ଆମେ ଯେ ତାଙ୍କଠାରେ ବିଶ୍ୱାସ କରିବା
ତାହେଲେ ଆମେ ଅନନ୍ତ ଜୀବନ ପାଇବା ଏବଂ ଶାନ୍ତି ଓ ଆଶ୍ରୟ ଦେଖିବା। ପଞ୍ଚମ ବିଷୟ ଦେଖୁଛୁ ଯେ ଶାନ୍ତି ଓ ଆଶ୍ରୟ ଏବଂ ଦେଖୁଛୁ ଯେ ମାତ୍ୟୁ 1:28 ଲେଖାଯାଏ, ଏ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ପ୍ରଭୁ ଯୀଶୁଖ୍ରୀଷ୍ଟ କହୁଛନ୍ତି ବା ଈଶ୍ୱର କହୁଛନ୍ତି ଯେ ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ମୋ ନିକଟକୁ ଆସ, ସମସ୍ତେ, ଜଣେ ନୁହେଁ, ଦି ଜଣ ନୁହେଁ, ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ଆମେ ଦେଖୁଛୁ ଯେ ଯୀଶୁଖ୍ରୀଷ୍ଟ ଜୀବନ୍ତ ମୁକ୍ତିଦାତା, ସେ ମୁକ୍ତି ଦେବା ପରମେଶ୍ୱର। ସେଥିପାଇଁ ତ ଦେଖୁଛୁ ଯେ ପରିଶ୍ରାନ୍ତ ଲୋକ ଏବଂ ଭାରଗ୍ରସ୍ତ ଲୋକ ଆମେ ତାହାଙ୍କ ନିକଟକୁ ଯିବାକୁ ପଡ଼ିବ। ସେଇ ଜାଗା ଗଲେ ଆମେ ବିଶ୍ରାମ ପାଇବା, ପ୍ରଭୁଙ୍କ ଠାରେ ଆମେ ବିଶ୍ରାମ ପାଇବା। ଏବଂ ଆଉ ଆଉ ମଧ୍ୟ ଦେଖିବା ଯେ ଷଷ୍ଠ ବିଷୟ ଯେ ପୁନରୁତ୍ଥାନର ଶକ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ମରିଥିବା ସେଇ ପୁନରୁତ୍ଥାନର ଶକ୍ତି ତ ପ୍ରଥମ କରିନ୍ତି 15 ପର୍ବ ତାର 20 ଲେଖାଯାଏ, ମାତ୍ର ବର୍ତ୍ତମାନ ଖ୍ରୀଷ୍ଟ ମୃତମାନଙ୍କ ମଧ୍ୟରୁ ଉଠାଇ ଅଛନ୍ତି। ସେଥିପାଇଁ ବିଶ୍ୱାସୀମାନଙ୍କ ମଧ୍ୟରେ ଏହି ଆଶା ଥାଏ ଯେ ସେମାନଙ୍କର ପ୍ରାର୍ଥନା ଶୁଣିବା ପାଇଁ ଜଣେ ଜୀବନ୍ତ ପରମେଶ୍ୱର। ପ୍ରଭୁ କ'ଣ ନା ମୃତମାନଙ୍କ ମଧ୍ୟରୁ ସେ ଉଠାଇ ଅଛନ୍ତି, ପ୍ରଭୁ ଯୀଶୁଙ୍କୁ ଉଠାଇଛନ୍ତି। ତ ସେଥିପାଇଁ ବିଶ୍ୱାସୀମାନଙ୍କ ମଧ୍ୟରେ ଏହି ଆଶା ଥାଏ ଯେ ସେମାନଙ୍କ ପ୍ରାର୍ଥନା ଶୁଣିବା ପାଇଁ ଜଣେ ଜୀବନ୍ତ ପରମେଶ୍ୱର ଅଛନ୍ତି, ଆଉ ଆମମାନଙ୍କର ପ୍ରାର୍ଥନା ଶୁଣିବା ପାଇଁ ଜଣେ ଈଶ୍ୱର ଅଛନ୍ତି। ତ ସେ ମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସେ ଉଠାଇ ଅଛନ୍ତି। ସେଥିପାଇଁ ଆଉ ସପ୍ତମ ବିଷୟ ଦେଖିବା ଯେ ମଧ୍ୟସ୍ଥତା ଓ ଓକିଲାତି। ମଧ୍ୟସ୍ଥ ଏବଂ ଓକିଲାତି ଦେଖୁଛୁ ଯେ ଏଭ୍ରି 7:25 ଲେଖାଯାଏ, ଏଣୁ ଯେଉଁମାନେ ତାଙ୍କ ଦ୍ୱାରା ଈଶ୍ୱରଙ୍କ ନିକଟକୁ ଆସନ୍ତି ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପରିତ୍ରାଣ କରିବାକୁ ସମର୍ଥ, କାରଣ ସେମାନଙ୍କ ନିମନ୍ତେ ନିବେଦନ କରିବା ପାଇଁ ସେ ସଦାକାଳ ଜୀବିତ ରହନ୍ତି। ସେ ଆମକୁ ମାନେ ସମ୍ପୂର୍ଣ୍ଣ ଭାବରେ ପରିତ୍ରାଣ କରିବା ପାଇଁ ସେ ଜୀବିତ ଅଛନ୍ତି। ତାକୁ ମୃତ୍ୟୁ ଦେଲେ ମଧ୍ୟ ସେ ପୁନର୍ଜୀବିତ ହେଇଥିଲେ ଏବଂ ପବିତ୍ର ଆତ୍ମାଙ୍କ ସହଭାଗିତା। ଏବଂ ଅଷ୍ଟମ ବିଷୟ ଦେଖୁଛୁ ଯେ ପବିତ୍ର ଆତ୍ମାଙ୍କ ସହଭାଗିତା। ତ ଆମେ ଦେଖୁଛୁ ଯେ ଜହନ 14:18 ଲେଖାଯାଏ, ମୁଁ ତୁମମାନଙ୍କୁ ଅନାଥ କରି ଛାଡ଼ିବି ନାହିଁ, ମୁଁ ତୁମମାନଙ୍କ ନିକଟକୁ ଆସିବି। ଏହା ପ୍ରମାଣ କରେ ଯେ ସେ ଆଜି ମଧ୍ୟ ଆତ୍ମିକ ଭାବେ ଆମ ସହିତ ଜୀବନ୍ତ ଅଛନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ଅନାଥ କରି ଛାଡ଼ିବେ ନାହିଁ। ଆଜି ପର୍ଯ୍ୟନ୍ତ ସେ ଆମକୁ ମାନେ କ୍ଷମା କରି ଆସିଅଛନ୍ତି। ତ ସେଥିପାଇଁ ପ୍ରସଙ୍ଗ ଦିଆଯାଏ ଯେ ଯୀଶୁଖ୍ରୀଷ୍ଟ ଜୀବନ୍ତ ମୁକ୍ତିଦାତା। ଏବଂ ଆଉ ମଧ୍ୟ ଗୋଟେ ବିଷୟ ଲେଖାଯାଏ 9 ନମ୍ବର ହେଉଛି ଯେ ସେବା ଓ ପ୍ରେମର ଆଦର୍ଶ। ସେବା ଏବଂ ପ୍ରେମର ଆଦର୍ଶ ଆମେ ଦେଖୁଛୁ ମାର୍କ 10:45 ଲେଖାଯାଏ, କାରଣ ମନୁଷ୍ୟ ପୁତ୍ର ମଧ୍ୟ ସେବା ପାଇବାକୁ ନୁହେଁ, ମାତ୍ର ସେବା କରିବାକୁ ଓ ଅନେକଙ୍କ ବଦଳରେ ଆପଣା ପ୍ରାଣ ମୁକ୍ତିର ମୂଲ୍ୟ ସ୍ୱରୂପ ଦେବାକୁ ଆସିଲେ। ତ ପ୍ରାଣକୁ ଦେବା ପାଇଁ ସେ ଆସିଥିଲେ। 10 ନମ୍ବର ବିଷୟ ହେଉଛି ଆଧ୍ୟାତ୍ମିକ ନୂତନତା। এই ବିଷୟ ଦେଖୁଛୁ ଯେ 2 କରନ୍ତି 5:17 ଲେଖାଯାଏ, ଅତଏବ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି ତେବେ ସେ ନୂତନ ସୃଷ୍ଟି ହୋଇଅଛି, ପୁରାତନ ବିଷୟ ସବୁ ମାନେ ଲୋପ ପାଇଅଛି, ଦେଖ ନୂତନ ସବୁ ହୋଇଅଛି। ଯେ ଖ୍ରୀଷ୍ଟଙ୍କଠାରେ ଅଛି ସେ ପୁରାତନ ବିଷୟ ତାର ଲୋପ ପାଇଅଛି ଏବଂ ନୂତନ ବିଷୟ ଅଛି। ଏବଂ ଆହୁରି 11 ନମ୍ବରରେ ଲେଖାଯାଏ ସେ ସଦାକାଳ ସମାନ, ସବୁବେଳେ ସମାନ ଅଛନ୍ତି, ଯାହାକି ଏଭ୍ରି ତାର 13:8 ଲେଖାଯାଏ, ଯୀଶୁଖ୍ରୀଷ୍ଟ ଗତ କାଲି ଆଜି ଓ ସଦାକାଳ ସମାନ। ଏଭ୍ରି 13:8 ଲେଖାଯାଏ। ତ ସେ ସଦାକାଳ ଆମ ସହିତ ଅଛନ୍ତି, ସଦା ସର୍ବଦା ଆମକୁ ବଞ୍ଚାଇ ରଖିଅଛନ୍ତି। ତ ଆଉ 12 ନମ୍ବର ଦେଖୁଛୁ ବ୍ୟକ୍ତିଗତ ସମ୍ପର୍କ। ଆମେ ଦେଖୁଛୁ ପ୍ରକାଶିତ ବାକ୍ୟ 3:20 ଲେଖାଯାଏ, ଦେଖ ମୁଁ ଦ୍ୱାର ପାଖରେ ଠିଆ ହୋଇ ଆଘାତ କରୁଅଛି, ଯଦି କେହି ମୋର ରବ ଶୁଣି ଦ୍ୱାର ଫିଟାଏ, ତେବେ ମୁଁ ତାହାଙ୍କ ଭିତରକୁ ଯିବି। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ମାନେ କହୁଅଛନ୍ତି ବା ପରମେଶ୍ୱର କହୁଛନ୍ତି ଯେ ମୁଁ ଦ୍ୱାରରେ ଛିଡ଼ା ହେଇ ମାନେ କବାଟ ବାଡ଼ଉଛି, ଯେ ମୋର ସ୍ୱର ଶୁଣି ଫିଟାଇ ଦେବ ଏବଂ ମୁଁ ତାଙ୍କଠାରେ ମାନେ ସେଇ ଗୃହରେ ପ୍ରବେଶ କରି ତାଙ୍କ ସହିତ ମୁଁ ରହିବି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିମନ୍ତେ ଆମ ହୃଦୟ ରୂପ ଦ୍ୱାର ଫିଟାଇ ଦେବା ଦରକାର।
13 ନମ୍ବର ଦେଖୁଛୁ ଅନ୍ଧକାରର ଆଲୋକକୁ ପରିବର୍ତ୍ତନ। ଅନ୍ଧକାରରୁ ଆଲୋକକୁ ମାନେ ପରିବର୍ତ୍ତନ, ଯାହାକି ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ମାନେ ଯୋହନ 8 ତାର 12 ପଦରେ ଲେଖାଯାଏ, ଯୀଶୁ ପୁନର୍ବାର ସେମାନଙ୍କୁ କହିଲେ, ମୁଁ ଜଗତର ଆଲୋକ, ଯେ ମୋର ଅନୁଗମନ କରେ ସେ କଦାପି ଅନ୍ଧକାରରେ ଚାଲିବ ନାହିଁ, ମାତ୍ର ଜୀବନର ଆଲୋକ ପାଇବ। ଯେ କି ପ୍ରଭୁଙ୍କୁ ପାଇଛି ପୁନର୍ବାର, ସେ କ'ଣ ନା ଜଗତର ଆଲୋକ ପାଇଛି। ଯିଏ ଯୀଶୁ ଖ୍ରୀଷ୍ଟଙ୍କୁ ପାଇଛି ସେ ଆଲୋକ ପାଇଛି ଏବଂ ସେ କଦାପି ଅନ୍ଧକାରରେ ଚାଲିବ ନାହିଁ। 14 ନମ୍ବର ବିଷୟ ଦେଖିବା, ଯେ ଶାନ୍ତିର ଦାତା ଦେଖୁଛୁ, ଯେ ଯୋହନ 14 ତାର 37 ପଦରେ ଲେଖାଯାଏ, ମୁଁ ତୁମମାନଙ୍କ ନିକଟରେ ଶାନ୍ତି ଛାଡ଼ି ଯାଉଅଛି, ମୋର ଶାନ୍ତି ମୁଁ ତୁମମାନଙ୍କୁ ଦେଉଅଛି। ମୁଁ ତୁମମାନଙ୍କ ହୃଦୟ ବ୍ୟାକୁଳ ନ ହେଉ ଓ ଭୀତ ନ ହେଉ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜର ଶାନ୍ତିକୁ ଛାଡ଼ି ଦେଇ ଯାଇଅଛନ୍ତି ଏବଂ ଆମେ ବ୍ୟାକୁଳ ହେବା ନାହିଁ। 15 ନମ୍ବର ଦେଖିବା, ସେ ଆମର ଆଶ୍ରୟଦାତା ଓ ଆଶ୍ରୟଦାତା ଏବଂ ସାହାଯ୍ୟକାରୀ, ଯାହାକି ଗୀତ ସଂହିତା 46 ତାର 1 ପଦରେ ଲେଖାଯାଏ, ଯେ ଈଶ୍ୱର ଆମମାନଙ୍କ ଆଶ୍ରୟ ଓ ବଳ ଏବଂ ସଙ୍କଟ ସମୟରେ ସେ ଅତି ନିକଟତର ଏବଂ ସେ ଆମକୁ ଶାନ୍ତି ଦେବା ପରମେଶ୍ୱର ଏବଂ ନିକଟବର୍ତ୍ତୀ ହୁଅନ୍ତି। ଏବଂ ଆମେ ଦେଖୁଛୁ ସେ ଆମକୁ ଉଦ୍ଧାର କରିଅଛନ୍ତି ଏବଂ ଆମେ ଦେଖୁଛୁ 16 ନମ୍ବର, ଯାହାକି ସେ ମୃତ୍ୟୁର ଚାବିଧାରୀ, ମୃତ୍ୟୁର ମଧ୍ୟ ତାଙ୍କର ଚାବି ଅଛି, ଯାହାକି ପ୍ରକାଶିତ ବାକ୍ୟ 1 ତାର 18 ପଦରେ ଲେଖାଯାଏ, ମୁଁ ଜୀବନ୍ତ ପୁରୁଷ, ମୁଁ ମୃତ ହୋଇଥିଲି, ମାତ୍ର ଦେଖ ମୁଁ ଯୁଗେ ଯୁଗେ ଜୀବିତ, ପୁଣି ମୃତ୍ୟୁ ଓ ପାତାଳର ଚାବି ମୋହରି ହସ୍ତରେ ଅଛି। ତ ମୃତ୍ୟୁ ଏବଂ ଜୀବିତଙ୍କର ଚାବିକାଠି ଈଶ୍ୱରଙ୍କ ନିକଟରେ ଅଛି। ତ ସେଥିପାଇଁ ଆମେ ଦେଖୁଛୁ ଯେ ଆଉ 17 ନମ୍ବର ଦେଖୁଛୁ ଉତ୍ତମ ମେଷପାଳକ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ଉତ୍ତମ ମେଷପାଳକ, ଯାହାକି ଯୋହନ 10 ତାର 11 ପଦରେ ଲେଖାଯାଏ, ମୁଁ ଉତ୍ତମ ମେଷପାଳକ ନିମନ୍ତେ ଆପଣା ପ୍ରାଣ ଦିଏ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ଉତ୍ତମ ମେଷପାଳକ, ସେ ନିଜ ଜୀବନକୁ ଦିଅନ୍ତି। ଆଉ କୌଣସି ମନୁଷ୍ୟ ଅନ୍ୟମାନଙ୍କ ନିମନ୍ତେ ପ୍ରାଣ ଦିଏ ନାହିଁ। କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ ପାଇଁ, ଆମ ପାପ ପାଇଁ ସେ ଜୀବନ ଦେଇ ସେ କ'ଣ କରିଛନ୍ତି, ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ଜୀବନର ମୁକ୍ତିଦାତା। ସେ ଆମ ଜୀବନକୁ ମୁକ୍ତ କରିଅଛନ୍ତି ଏବଂ 18 ନମ୍ବର ଦେଖୁଛୁ, ସେ ଆମର ପ୍ରତିବନ୍ଧକ ଦୂରକାରୀ, ସେ ଆମର ସମସ୍ତ ବନ୍ଧନ ସେ ଦୂର କରିଅଛନ୍ତି, ଯାହାକି ଯୋହନ 15 ତାର 5 ପଦରେ ଲେଖାଯାଏ, ମୁଁ ଦ୍ରାକ୍ଷାଲତା, ତୁମେମାନେ ଶାଖା, ଯେ ମୋ ଠାରେ ରହେ ଓ ମୁଁ ଯାହାଠାରେ ରହେ ସେ ପ୍ରଚୁର ଫଳ ଫଳେ, କାରଣ ମୋ ବିନା ତୁମେମାନେ କିଛି କରିପାର। ପ୍ରଭୁଙ୍କ ବିନା ଆମେ କିଛି କରିପାରିବା ନା। ଆମେ ତାଙ୍କଠାରେ ଲାଗି ରହିବା ଏବଂ ତାଙ୍କଠାରେ ତାଙ୍କ ସାକ୍ଷାରେ, ତାଙ୍କ ଢାଳରେ ଆମେ ଲାଗି ରହିବା ଦରକାର ଏବଂ ଆମେ ଯଦି ତାଙ୍କ ସାଙ୍ଗରେ ଲାଗି ରହିବା ତାହେଲେ ପ୍ରଚୁର ଫଳ। ପ୍ରଭୁଙ୍କ ଲୋକମାନେ ଆମେ ଦେଖୁଛୁ ଯେ ଯୀଶୁ ଖ୍ରୀଷ୍ଟ ଜୀବନ୍ତ ମୁକ୍ତିଦାତା, ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ଆମକୁ ମୁକ୍ତି କରିପାରନ୍ତି। ସେଥିପାଇଁ ଆମେ ତାଙ୍କଠାରେ ବିଶ୍ୱାସ କରିବା, ଭରସା ରଖିବା ଏବଂ ସେ ଆମକୁ ବିଶ୍ରାମ ଦେବା ପାଇଁ ସେ ଡାକୁଅଛନ୍ତି। ଆମେ ତାଙ୍କଠାରେ ବିଶ୍ୱାସ କରିବା ଏବଂ ଆମର ଜୀବନ ସେଇ ଜାଗାକୁ ଯାଇ ଆମେ ଆମର ଜୀବନକୁ ମୁକ୍ତ କରିବା ଏବଂ ତାଙ୍କଠାରେ ସଦାସର୍ବଦା ଭରସା ରଖି ତାଙ୍କ ସହିତ ଆମେ ଜୀବନଯାପନ କରିବା। ଏହି ସମସ୍ତ ଅଳ୍ପ ଶିକ୍ଷାକୁ ସମସ୍ତେ ଗ୍ରହଣ କରିବା। ସେଥିପାଇଁ ମୁଁ ଅଧିକ କିଛି କହୁନାହିଁ। ତାଙ୍କଠାରେ ବିଶ୍ୱାସ କରିବା, ଆମେ ମୁକ୍ତ ପାଇବା ଏବଂ ମୁକ୍ତ ପାଇବା ପାଇଁ ଚେଷ୍ଟା କରିବା। ଏହି ଅଳ୍ପ ଶିକ୍ଷା ପ୍ରତ୍ୟେକଙ୍କୁ ଈଶ୍ୱର ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।